ଆପଣଙ୍କର ବ୍ୟସ୍ତତା ବ୍ୟଗ୍ରତା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଜଣେ ନୂଆ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତ ହୁଅନ୍ତୁ। ଯେଉଁଭଳି ଭାବରେ ଆପଣଙ୍କର ବ୍ୟଗ୍ରତା ରହିଛି ତାଠାରୁ ଆହୁରି 100 ଗୁଣ ଅଧିକ ବ୍ୟଗ୍ରତା ଆମମାନଙ୍କ ଭିତରେ ରହିଛି ଏବଂ ତାଠାରୁ ଆହୁରି ବ୍ୟଗ୍ରତା ବଢ଼ିଯାଇଛି ତୃଣମୂଳ ସ୍ତରରେ ଥିବା କର୍ମୀ ଏବଂ ସାଧାରଣ ଲୋକଙ୍କର। ଯେହେତୁ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ବର୍ତ୍ତମାନ ଲୋକଙ୍କ ପାଖରୁ ଦୂରେଇ ଯାଇଛି, ଲୋକ ଆଉ ତାକୁ ଗ୍ରହଣ କରିବେନି ଏବଂ ଭାରତୀୟ ଜନତା ପାର୍ଟି 6 ମାସ ପୁରିନି ପୁରାପୁରି ଭାବରେ ପ୍ରତି ଜାଗାରେ ପ୍ରତି ଶ୍ରେଣୀର ଲୋକମାନଙ୍କ ପାଖରେ ଇଣ୍ଟେଲେକ୍ଚୁଆଲ ମାନଙ୍କଠୁ ଆରମ୍ଭ କରି ସାଧାରଣ ଗରିବ ଲୋକ ଶ୍ରମିକ ଲୋକଙ୍କ ପର୍ଯ୍ୟନ୍ତ ଗାଁର ଚୁଲିଶାଳର ମାଟି ଠାରୁ ଆରମ୍ଭ କରି ଯେଉଁମାନେ ସୁଭଦ୍ରା ଯୋଜନାର ଆଶା ରଖିଥିଲେ ତାଙ୍କ ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ଗୋଟେ ନୈରାଶ୍ୟ ମନୋଭାବ ଆସିଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କରିପାରିବ ନାହିଁ। ତେଣୁ ସମସ୍ତଙ୍କ ମନ ଭିତରେ ବିଜୁ ଜନତା ଦଳକୁ ଦେଖିଲେ 24 ବର୍ଷ, ଭାରତୀୟ ଜନତା ପାର୍ଟି ତାଙ୍କ ସହିତ 9 ବର୍ଷ ରହି ଶାସନ କଲା ତାକୁ ଦେଖୁଥିଲେ, ଏବେ ଭାରତୀୟ ଜନତା ପାର୍ଟି ନିଜେ ସରକାର କରିଛି ତାକୁ ଦେଖୁଛନ୍ତି। ଏ ଯେଉଁ ନୈରାଶ୍ୟ ଦେଖାଦେଇଛି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ, ଏ ନୈରାଶ୍ୟରୁ ପୁରାପୁରି ଭାବରେ ଲୋକମାନେ ନିଜକୁ କିଭଳି ଭାବରେ ସାନ୍ତ୍ୱନା ଦେଇପାରିବେ, ନିଜେ କିଭଳି ଭାବରେ ସେମାନେ ନିଜକୁ ବିଶ୍ୱାସ ଦେଇପାରିବେ ଯେ ବିକଳ୍ପ ହେଉଛି ଏକମାତ୍ର କଂଗ୍ରେସ ଦଳ। ସଭାପତି ଘୋଷଣା ମୁଁ ଯାହା କହିଲି ଆପଣଙ୍କୁ, ସଭାପତି ଘୋଷଣା ଯେତେ ଶୀଘ୍ର ସମ୍ଭବ, ମୁଁ ଭାବୁଛି କୌଣସି ପରିସ୍ଥିତିରେ ଏ ଜାନୁଆରୀ ମାସ ଟପିବ ନାହିଁ। ଜାନୁଆରୀ ମାସ ଭିତରେ ନୂଆ ସଭାପତି ଯେତେ ଶୀଘ୍ର ସମ୍ଭବ ଘୋଷଣା ହେବ, ସଭାପତି ଦାୟିତ୍ୱ ନେବେ ଏବଂ ଆମେ ଭାରତୀୟ ଜନତା ପାର୍ଟି ଆଗରେ ପହଞ୍ଚିବା ପାଇଁ ଆମକୁ ବେଶୀ ସମୟ ଲାଗିବନି। କାରଣ ଭାରତୀୟ ଜନତା ପାର୍ଟି ସିଏ ଆଉ ଅଗ୍ର ଧାବନ ନକରି ପଶ୍ଚାତ ଧାବନ କରିବା ଆରମ୍ଭ କରିଛି। କନ୍ଦଳ ପ୍ରଶ୍ନ ଉଠୁନାହିଁ, କାରଣ ଆମେ ଏଇ କନ୍ଦଳ ପାଇଁ ଏଇ ପରସ୍ପର ବିରୋଧୀ ଚିନ୍ତାଧାରା ନେଇକି ଆମେ 5 ଥର ବିଜୁ ଜନତା ଦଳ ପାଖରୁ ହାରିଲୁ ଏବଂ ଥରଟିଏ ମଧ୍ୟ ଭାରତୀୟ ଜନତା ପାର୍ଟି ପାଖରୁ ହାରିଲୁ। ତେଣୁ ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ପାଖରୁ ହାରିଲା ପରେ ଏବେ ସବୁ ଶ୍ରେଣୀର ସବୁ ସ୍ତରର ଯେଉଁ କଂଗ୍ରେସ ଲୋକ ଅଛନ୍ତି ତାଙ୍କର ଏକମାତ୍ର ମାନସିକତା ହେଉଛି କଂଗ୍ରେସ ଦଳକୁ କ୍ଷମତାକୁ ଆଣିବା ପାଇଁ। ତେଣୁ ସେଇ ମାନଭାବ ନେଇକି ସମସ୍ତେ କାମ କରୁଛନ୍ତି, ଯାହାକୁ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଆମର ସର୍ବମାନ୍ୟ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଶ୍ରୀମତୀ ସୋନିଆ ଗାନ୍ଧୀ ଯାହାଙ୍କ ପାଇଁ ନିଷ୍ପତ୍ତି ନେବେ, ଯିଏ ଦାୟିତ୍ୱ ନେବ, ଯିଏ ଇଏ ମଙ୍ଗ ଧରିକି ଠିକଣା ବାଟରେ କାମ କରିପାରିବ, ତା ବିଷୟରେ ବିଚାର ବିମର୍ଶ ଚାଲିଛି। ତୁରନ୍ତ ଏଇ ମାସରେ ଅଳ୍ପ ଦିନ ଭିତରେ ପିସି ସଭାପତି ଘୋଷଣା ହେବ ଏବଂ ପିସି ସଭାପତି ଯିଏ ହେବେ ସିଏ ଗୋଟିଏ ମୁହୂର୍ତ୍ତକୁ ସେ କେବେ ବିଶ୍ରାମ ନ ନେଇ ସେ ଉଦ୍ୟମ କରିବେ ଏବଂ ଉଦ୍ୟମ ହେବ। ଆମେ ସମସ୍ତେ ମିଶିକି କରିବୁ ତାଙ୍କ ସହିତ। ସାରା ଓଡ଼ିଶାରେ କଂଗ୍ରେସ ବ୍ୟତୀତ ଅନ୍ୟ ଦଳ କଥା ଚିନ୍ତା କରିବେ ନାହିଁ, ବିକଳ୍ପ ଏକମାତ୍ର କଂଗ୍ରେସ ଦଳ ହେବ। ବହୁତ ଶୀଘ୍ର, ଅତି ଶୀଘ୍ର ଓଡ଼ିଶାବାସୀ କଂଗ୍ରେସ କର୍ମୀମାନେ ସମସ୍ତେ ଦେଖିବେ କଂଗ୍ରେସ ସଭାପତି ମନୋନୀତ ହେବେ ଏବଂ ପିସିସି ମନୋନୀତ କରିବାକୁ ସମୟ ଲାଗିବାର କାରଣ ହେଲା 2-3ଟା ନିର୍ବାଚନରେ ଯେଉଁଭଳି କଂଗ୍ରେସ ଯେତେ ଭଲ କରିବା କଥା ସେତେ କଲା ନାହିଁ ଏବଂ ଏଆଇସିସି ଚାହୁଁଛି ସେଇଭଳିଆ ଲୋକକୁ ଏଥର ପିସିସି ସଭାପତି କରିବା ପାଇଁ। ସାଧାରଣ କର୍ମୀନୁ ଧରିକରି ରାଜ୍ୟବାସୀ ଯାହା ଉପରେ ବିଶ୍ୱାସ କରିବେ ଏବଂ ଆସନ୍ତା 2029 ନିର୍ବାଚନରେ ଓଡ଼ିଶାର ବିଧାନସଭା ସରକାର କରିବ ଏବଂ ଲୋକସଭାରେ ସମସ୍ତ 21 ସିଟ୍କୁ ଜିତିବ। ସେଇଭଳିଆ ଲୋକକୁ ସେଇଭଳିଆ କଂଗ୍ରେସ କର୍ମୀକୁ ଖୋଜା ହେଉଛି ବୋଲି ସମୟ ଲାଗୁଛି। ହାରାହାରି 5.5 ମାସ ଗଲାଣି, ଶୀଘ୍ର 2025 ଆସିଲାଣି। ଦେଖନ୍ତୁ ଏପର୍ଯ୍ୟନ୍ତ କିଛି ଡକରା ହେଇନି, ଅପ୍ରଚାର ହେଉଛି କି ଡକରା ହେବ ବୋଲିକରି। ଡକରା ଯାହାକୁ ହେବ ନିଶ୍ଚିତ ଭାବରେ ସେମାନେ ଯିବେ ଏବଂ ତାଙ୍କର ସଜେସନ୍ ସେମାନେ ଦେବେ। ହଁ, ମୋତେ ଡକରା ହେଲେ ମୁଇଁ ଯିମି, ଯାହାକୁ ଡକରା ହେଲେ ସିନିୟର ଲୋକକୁ ଯିବେ, ସାଧାରଣ କର୍ମୀକୁ ଯାହାକୁ ଡକରା ହେଲେ ସେ ଯିବେ। ନିଜ ନିଜ ଚଏସ୍ର କେଉଁମାନେ ରାଜ୍ୟର ଲିଡରସିପ୍ ନେଇପାରିବେ, ରାଜ୍ୟକୁ
ସବୁ କର୍ମୀକୁ ଚଲେଇ ପାରିବେ ଯେ କାହାର ଉପରେ ରାଜ୍ୟର ଲୋକ ବିଶ୍ୱାସ କରିବେ ସରକାର ଗଢ଼ି ପାରିବେ ସେଇଭଳିଆ ଲୋକ ସବୁ ସଜେସନ୍ ଦେବେ ସମସ୍ତେ ଯୋଗ୍ୟ ନେତା ଅଛନ୍ତି ଏବଂ ସେଇ ଯୋଗ୍ୟ ଭିତରେ ବଛାଯିବ ଯାହାକୁ ସମସ୍ତେ ଚାହିଁବେ ଏବଂ ଯାହାକୁ AICC ହାଇକମାଣ୍ଡର ଆଶୀର୍ବାଦ ପ୍ରାପ୍ତ ହେବ ଡିଲେ ହେବାର କାରଣ କହିଲି ପରେ ବହୁତ ସମୟ ହେଲାଣି ଓଡ଼ିଶାରେ 5-5ଟା ଇଲେକ୍ସନ୍ 6-6ଟା ଇଲେକ୍ସନ୍ ହେଲାଣି 2000ରୁ 2024 ପର୍ଯ୍ୟନ୍ତ 6ଟା ଇଲେକ୍ସନ୍ ହେଲାଣି 6ଟା ଇଲେକ୍ସନ୍ରେ କଂଗ୍ରେସ ସରକାର କରିନାହିଁ ବା ଯେତେ ଭଲ ହେବା କଥା ସେତେ ଭଲ ହେଇନାହିଁ ଏବେ ଯେ ସରକାର କରିପାରିବ ଓଡ଼ିଶାରେ ଏବଂ କେନ୍ଦ୍ରରେ ବା ଲୋକସଭାରେ ସବୁ ସିଟ୍ ଜିତେଇ ପାରିବ 21ରୁ 21 ସେଇଭଳିଆ ଲିଡରକୁ ବଛା ହେବ ସମସ୍ତେ ଅଛନ୍ତି ସମସ୍ତେ ଗୋଟେ ଲୋକ ନେତାର ନା କଂଗ୍ରେସ ପରେ ଗୋଟେ ସମୁଦ୍ର ଗୋଟେ ଲୋକର ନା ଆପଣ କେମିତି ଧରିପାରିବେ